कॉपी परीक्षा का सारे ଇଏ ସେ ତ୍ରିକୋଣ को ଖାଲି ଗପୁଛନ୍ତି ପାଟି ଚୁପ କରି ବସ ସିରିୟସ୍ ହେଇ ପାଠ ପଢ ଆଜି ଠାରୁ ଷ୍ଟାର୍ଟ ଦେଖ ଦେଖ କିଏ ଏଇ କହିଛି ତୁପୁଛି ଆସୁବିଲେ କହିବ ହେଲା ଦେଖ ମୁଁ ଟିକେ ମନ ଜାଣିଛ ମନ ଗପ ଦେଖ ଓଡିଆ ସାହିତ୍ୟର ଜଣେ ଅଗ୍ରଗଣ୍ୟ କଥାକାର ଭାବେ ମନୋଜ ଦାସ ଏଇ ପାଟି ଚୁପ କରି ଶୁଣ ଭଲ ଗପ ଓଡିଆ ସାହିତ୍ୟର ଜଣେ ଅଗ୍ରଗଣ୍ୟ କଥାକାର ଭାବେ କଥାକାର କାହାକୁ କହିବା ଯିଏ ଗପ ରଚନା କରନ୍ତି ଦେଖନ୍ତି ହେଲା ତାହେଲେ ଆମେ ତ ସମସ୍ତେ ଗୋଟେ କଥା ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଗଳ୍ପ ଉପନ୍ୟାସ ରଚନା କରି ସେ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ଗଳ୍ପ ଗୁଡିକ ତାଙ୍କର କାହାଣୀ ଧର୍ମୀ ଫକୀରମୋହନଙ୍କ ପରମ୍ପରାରେ ସେ ଜଣେ ଉପଯୁକ୍ତ ଦାୟକ ଥିଲେ ଦାୟକ ମାନେ ଫକୀରମୋହନ ଯୋଉ ମାନେ ଅନୁସାରେ ଗପ ଗୁଡିକ ସମାଜକୁ ନେଇ ଲେଖୁଥିଲେ ଇଏ ବି ସେହିପରି ଫଲୋ କରୁଥିଲେ ଆମ ସାମାଜିକ ରାଜନୈତିକ ସାଂସ୍କୃତିକ ମାନବିକ ଗତି ପ୍ରବାହରେ ଥିବା ବିଡମ୍ବନାକୁ ଚିହ୍ନାଇବାରେ ତାଙ୍କର ଏକ ଅସାଧାରଣ ବୈଶିଷ୍ଟ୍ୟ ରହିଛି କଣ ଯୋଉ ସମୟରେ ସବୁ ଗପ କବିତା ବା ଯାହା ଉପନ୍ୟାସ ରଚନା କରୁଥିଲେ ସେଇ ସମୟର ସାମାଜିକ ବା ସାଂସ୍କୃତିକ ବା ପୌରାଣିକକୁ ନେଇଥିଲେ ବିଡମ୍ବନା ମାନେ ବିଡମ୍ବନା ମାନେ ବିଡମ୍ବନା ମାନେ ହଁ ଅସୁବିଧାରେ ପଡିବା ତାପରେ ଦେଖ ତମେ ବି ଦେଖିବ ମନୋଜ ଦାସ ମାନେ ଏଇ ଯୋଉ ଆକାଶ କଇଁଛ ଗପର ଯୋଉ ଗାଳ୍ପିକ ହଉଛନ୍ତି କିଏ ମାନେ ମନୋଜ ଦାସ ଆଉ ତାଙ୍କର ଦୁଇଟା ମାନେ ଗପ ଦିଟା ହେଲା ଆଉ ସେ କଣ ଏତିକି ଲେଖିବ କି ସେ ଓଡିଆ ଆଉ ଇଂରାଜୀ ଦୁଇଟି ଭାଷାରେ ସେ ଗପ ଉପନ୍ୟାସ ରଚନା କରିଥିଲେ ହେଲା ଯେତିକି ଲେଖିବ ଭଲ ପଏଣ୍ଟ ଲେଖିବ ଯେମିତି ମାର୍କ ଆସିବ ଆଉ ଏତେ ଲେଖିକି ବି କିଛି ଲାଭ ସବୁ କେବଳ ପଡେ ପଡେ ଲେଖା ଗୁଡାକ କହିଦଉଛି ସେତିକି ଗୁଡାକ ଚିହ୍ନ ମାରିବେ ହେଲା ଦେଖ ସିଏ ଗଳ୍ପ ଉପନ୍ୟାସ ନୁହେଁ କବିତା ପ୍ରବନ୍ଧ ରମ୍ୟ ରଚନା ଭ୍ରମଣ କାହାଣୀ ଇତ୍ୟାଦି ସେ ତାଙ୍କର ଦକ୍ଷତାର ପ୍ରତିପାଦନ କରିଛନ୍ତି ସେଥିପାଇଁ ସେ ଏଇଟା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ସାହିତ୍ୟ ଭାରତୀ ସମ୍ମାନ ପାଇଥିଲେ ଅତି ଗୋଟେ ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ଏଇଠି ହେଲା ଏଇଗୁଡା ଲେଖିବ ଏଇ ମଝିରେ ଅଛି ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହଁ ସେଗୁଡା ଅଣ୍ଡରଲାଇନ କର ସାହିତ୍ୟ ଭାରତୀ ସମ୍ମାନ ଅତି ଗୋଟେ ଜଗନ୍ନାଥ ଦାସ ସମ୍ମାନ ସାରଳା ପୁରସ୍କାର ପଦ୍ମଶ୍ରୀ ଉପାଧି ସହିତ ବହୁ ଅନୁଷ୍ଠାନ ତରଫରୁ ସମ୍ମାନିତ ପୁରସ୍କାର ଏଇଟା ଲେଖିବ ହେଲା କାରଣ ସେ ଯୋଉ ପୁରସ୍କାର ପାଇଥିଲେ ସବୁ ଚିହ୍ନ ତାକୁ ଡର ମାଡୁଛି ତାପରେ ଦେଖ ତାଙ୍କ ରଚନା ଗୁଡିକ ମଧ୍ୟରେ ପଦ ଧ୍ୱନି ଉପନିବେଶ ନନ୍ଦାବତୀର ମାଝି ଚିହ୍ନ ମାନ ଗୁଡାକ ତୁମଗଣ ଅନ୍ୟାନ୍ୟ କବିତା ଆଦି ହଉଛି ତାଙ୍କର କବିତା ଶୁଣ ତମେ ମାନେ ତାଙ୍କର କେବଳ ଗପ ହିଁ ଲେଖ ହେଲା କବିତା କାହିଁ ଏତେ ମାନେ ମନେ ରଖିବାକୁ ବସିବ ତାପରେ ଦେଖ କେତେ ଦିଗନ୍ତ ବିପୁଳାଚ ବୃତ୍ତି ଭାରତର ଐତିହ୍ୟ ଶତକ ପ୍ରଶ୍ନର ଉତ୍ତର ସନ୍ଧାନ ଓ ସଂକେତ ଅରଣ୍ୟ ଉଲ୍ଲାସ ଅନ୍ତରଙ୍ଗ ଭାରତ ପ୍ରଭୃତି
ପ୍ରବନ୍ଧ ଓ ରମ୍ୟ ରଚନା ଏବଂ ଦୂର ଦୂରାନ୍ତର ଇଣ୍ଡୋନେସିଆ ଅନୁଭୂତି ଏଇଟା ତାଙ୍କର ଦିଟା ହଉଛି ଭ୍ରମଣ ହେଲା। ଆଉ ତାଙ୍କର ଗଳ୍ପ ଗୁଡ଼ିକର ନାଁ ହଉଛି ଏଇଟା ତାର ଅଣ୍ଡରଲାଇନ ସମୁଦ୍ରର କ୍ଷୁଧା ଜୀବନର ସ୍ୱାଦ ହେଲା ଶୀତ କନ୍ୟାର କାହାଣୀ ଆରଣ୍ୟକ ଶେଷ ବସନ୍ତର ଚିଠି ମନୋଜ ଦାସଙ୍କ କଥା ଓ କାହାଣୀ ଦକ୍ଷିଣୀର ଅନୁସାର ଆପୋଷ ଅନ୍ୟାନ୍ୟ କାହାଣୀ ଦିନ ମଣିଷ ଅନ୍ୟାନ୍ୟକୁ ନେଇ ଚିହ୍ନ ମାରୁନ ବହିରେ ଗପ ଗୁଡାକ କର ହଉ ମତେ ତାପରେ ଆଉ ଗୁଡାକ ନା ବୁଲଡୋଜର ପ୍ରଭଞ୍ଜନ ବୋଧୁବୀର ବାଘ ଅମୃତର ଫଳ ଆକାଶ ବିସ୍ତାର ଆଦି ଶୁଣ ଏଇ ଯୋଉ କବି ପରିଚୟ ମୁଁ ପଢେଇଲି ନେକ୍ସଟ କ୍ଲାସ କୁ କବି ପରିଚୟ ଆଗେ ପଚାରିବି ଆମର ଲେଖା ଆଉ କବିର ନାଁ ହେଲା ତାକୁ ବି ପଢିଯାଏ ଏଇ ନାଁ ପଢିଲି କବି ନାଁ ହଉଛି ମନୋଜ ଦାସ ତାଙ୍କର ଗପ ପଚାରିବି ଏତେ ଗପ ହେଇଯାଇଛି ନା ତିନିଟା ଚାରିଟା ଆଉ ଗୋଟାଏ ତାପରେ ପୁଅ ଦେଖ ଆକାଶ ପରିଚୟ ସମ୍ପର୍କରେ ଟିକେ ଭାଇ ପିଲାମାନେ କବି ପରିଚୟ ଆପଣଙ୍କର ବୁଝିବାର ଅଛି କବି ପରିଚୟ କିଛି ନାହିଁ ତମେ କବିଙ୍କ ନାଁ ଆଉ ସେ କୋଉ ପୁରସ୍କାର ପାଇଥିଲେ ଆଉ ତାଙ୍କର ଗପ ହେଲା ଖାଲି ଏତିକି ଅଳ୍ପ ଲେଖା ଦେଖ ତାପରେ ଆକାଶ ପରିଚୟ ପଢିବି ଅବଲୋକନ କରା ତାଙ୍କର ଅବଲୋକନ ତାଙ୍କର ହଉଛି ଗୋଟେ ରଚନା ହେଲା ଏଇଭଳିଆ ସବୁ ଯୋଉ ଦେଇଛି ଏ ଯୋଉ କମା ଭିତରେ ସବୁ ଗଳ୍ପ ଉପନ୍ୟାସ କବିତା ଭ୍ରମଣ କାହାଣୀ ଏଗୁଡା ସବୁ ତାଙ୍କର ହଉଛି ରଚନା ହେଲା ଦେଖ ଆକାଶ ପଞ୍ଚ ଗଳ୍ପଟି ମନୋଜ ଦାସଙ୍କ ଧୂମାକ ଦିଗନ୍ତ ଅନ୍ୟାନ୍ୟ କାହାଣୀ ଗଳ୍ପରୁ ଆସିଛି ଧୂମାକ ଦିଗନ୍ତ ଅନ୍ୟାନ୍ୟ କାହାଣୀ ଏଇଟା ହଉଛି ଗୋଟେ ଗଳ୍ପ ସଂକଳନ ହେଲା ତା ମଧ୍ୟରୁ ଏଇ କବି ଯୋଉ ଗପଟା ଆସିଛି କୋଉ ଗପ ନା ଆକାଶ ପଞ୍ଚ ହେଲା ଏଇଟା ଅଣ୍ଡରଲାଇନ କର ଏହାର ଅଷ୍ଟମ ଗଳ୍ପ ପ୍ରାପ୍ତ ବୟସ୍କର ପଞ୍ଚତନ୍ତ୍ରରେ ରହିଛି ତିନୋଟି ଗଳ୍ପ ଏଇ ଟୋଟାଲି ଯୋଉ ଏଇ ଯୋଉ ପାରାଗ୍ରାଫଟା ଚିହ୍ନ ଏଇଟା ଇମ୍ପୋର୍ଟାଣ୍ଟ ଦେଖ ଧୂମାକ ଦିଗନ୍ତ ଅନ୍ୟାନ୍ୟ କାହାଣୀ ହଉଛି ଗୋଟେ ଯୋଉ ଗଳ୍ପ ଗ୍ରନ୍ଥ ହେଲା ବା ସଂକଳନ ତା ଦେହରେ ରହିଛି ଯୋଉ କେତେଟା ଗଳ୍ପ ରହିଛି ତା ଦେହରେ ଅଷ୍ଟମ ହେଲା ବା ଆଠଟା ମାନେ ଆଠ ଗଳ୍ପ ହଉଛି କଣ ନା ପ୍ରାପ୍ତ ବୟସ୍କ ପଞ୍ଚତନ୍ତ୍ର ଏଇଟା ନା ତା ଦେହରେ ରହିଛି ଆ ଦେହରେ ରହିଛି ତିନିଟା ଗଳ୍ପ ଗୋଟେ ହଉଛି ବ୍ୟାଘ୍ର କଙ୍କଣ ଲୋଭୀ ପଥଚାରୀ ଆଉ ଗୋଟେ ହଉଛି ମୂର୍ଖ ଭୃତ୍ୟ ଉପାଖାନ ଆଉ ଗୋଟେ ରହିଛି ଆକାଶ ପଞ୍ଚ ଏ ତିନିଟାରୁ ଆମକୁ ଗୋଟେ ପଢିବାର ଅଛି ଆକାଶ ପଞ୍ଚ ତାପରେ ଦେଖ ପ୍ରାଚୀନ କାହାଣୀକୁ ନୂତନ ଭାବରେ ଉପସ୍ଥାପନ କରିବା ହେଉଛି ମନୋଜ ଦାସ ଗଳ୍ପର ରଚନାର ବୈଶିଷ୍ଟ୍ୟ ଏଇ ଗଳ୍ପଟା ହଉଛି ମାନେ ଗୋଟେ କାଳ୍ପନିକ ଭାବିବନି କି ଏଇଟା ସତ କାଳ୍ପନିକ ହେଲା ମାନେ ସେ ମନରୁ ଭାବିକିନା ଲେଖିଛନ୍ତି ଆମକୁ ଯେମିତି ଆମ ଗୋଟେ ଛୋଟ ଛୋଟ ଗପ ଆମେ ଯେମିତି ତାକୁ ଗୋଟେ ରାଜା ଥିଲା ଗୋଟେ ରାଣୀ ଥିଲା କି ଯୋଉ ଗପ ଆମେ ଗୋଟେ କହିଦଉଛେ ସିଏ ହଉଛି ସେମିତି ଗୋଟେ ମାନେ ମନରୁ ଭାବିକି ଗୋଟେ କାଳ୍ପନିକ ଗଳ୍ପ ପରମ୍ପରାକୁ ମାନ୍ୟତା ଦେଇ ସେ ଏହି ଗଳ୍ପରେ କିଛି ନୂତନ ସନ୍ଦେଶ ଦେଇଛନ୍ତି ମୂଳ ଗଳ୍ପଟି ହେଉଛି ଗୋଟେ କଇଁଛର ଆକାଶ ଅଭିଯାନର କଥା ହେଲା ଖଣ୍ଡିଏ କାଠିର ମଧ୍ୟବର୍ତ୍ତୀ କାମୁଡି ଧରି କାଠିର ଦୁଇ ପ୍ରାନ୍ତ କାମୁଡି ଧରିଥିବା ହଂସ ଦୁଇଟିଙ୍କ ସହାୟତାରେ କଇଁଛଟି ଆକାଶରେ ଉଡି ଚାଲିଥିବା ବେଳେ ତଳେ ଖେଳୁଥିବା ପିଲାଙ୍କର କୌତୁହଳ ମିଶା କଥା ସହ୍ୟ କରିପାରେ ଦେଖ ମାନେ ଗୋଟେ ଥିବ ଗୋଟେ ସରୋବର ଥିବ ମାନେ ଗୋଟେ ପାହାଡ ଥିବ ମଝିରେ ଏପଟରେ ଗୋଟେ ସରୋବର ବୁଝିପାରୁଛ ନା ଯୋଉଟା କୁହନ୍ତି ପୋଖରୀ ହେଲା ଗୋଟେ ପାହାଡର ଏପଟରେ ଥିବ ପୋଖରୀ ଏପଟରେ ଥିବ ଆଉ ଗୋଟେ ପୋଖରୀ ସରୋବର ଏପଟରେ ରହୁଥିଲେ ଦିଟା ହଂସ ପାହାଡ ଏପଟେ ପୋଖରୀ ଥିଲା ସେପଟରେ ରହୁଥିଲା ଗୋଟେ କଇଁଛ କଇଁଛର ନାଁ ହଉଛି କମ୍ବୁ ହେଲା କମ୍ବୁ ଗିରିପ ହେଲା ଅଛି ସେଇଟା ତାପରେ ସେଇଠୁ ଯୋଉ ଦିଟା ହଂସ ରହୁଥିଲେ ତାଙ୍କ ନାଁ ହଉଛି ସଙ୍କଟ ଜଣଙ୍କ ନାଁ ହଉଛି ବିକଟ ହଁ ଯେତେବେଳେ ସିଏ ଆସୁଥିଲେ କୋଉଠି ନା ପ୍ରତ୍ୟେକ ମାନେ ବର୍ଷକରେ ଥରେ ବର୍ଷା ଦିନ ହେଲେ ସଙ୍କଟ ବିକଟ କୋଉଠିକି ଆସନ୍ତି ନା ମାନେ ପାହାଡ ମାନେ ସେପଟରୁ ଏପଟକୁ ଆସନ୍ତି କୋଉଠି ନା କଇଁଛ ପାଖକୁ ଆସନ୍ତି ବୁଲିବା ପାଇଁ ତେଣୁକରି ବର୍ଷା ଦିନ ଯେତେବେଳେ ଆରମ୍ଭ ହବ ସେତେବେଳେ ଯଦି କଇଁଛ ବହୁତ ଖୁସି ହେଇଯାଏ କାରଣ ତା ସାଙ୍ଗମାନେ ଆସିବେ ନା
ତାପରେ ସେମାନେ ଆସିକି ତା ପାଖରେ କଣ କରନ୍ତି ନା ଗୋଟେ ସପ୍ତାହ ରୁହନ୍ତି ହେଲା କଇଁଛ ପାଖରେ ରୁହନ୍ତି ତାକୁ ସବୁ ଗପ କୁହନ୍ତି ତା ସାଙ୍ଗରେ ମାନେ ଗପ ସପ କରିକି ରୁହନ୍ତି ସାତରେ ତାପରେ ସପ୍ତାହେ ପରେ ସପ୍ତାହେ ପରେ ମୋବାଇଲ ଦିଅ ଦିଅ ମୋବାଇଲ ଦିଅ ମୋବାଇଲ ଦିଅ ମୋବାଇଲ ଦେଖ ଯେତେବେଳେ ସେ ଯେତେବେଳେ ବାହାରନ୍ତି ଯିବା ପାଇଁ ମାନେ ସେତେବେଳେ କଇଁଛ ବହୁତ ଖୁସି ଥାଏ ମାନେ ସେ ଯେତେବେଳେ ଆସନ୍ତି କିନ୍ତୁ ଗଲା ବେଳକୁ ତାର ମନ ବହୁତ ଦୁଃଖ ହେଇଯାଏ କାରଣ ସେ ପୁଣି ବର୍ଷ ଅପେକ୍ଷା କରିବ ଯେତେବେଳେ ବାହାରନ୍ତି ଯିବା ପାଇଁ କଇଁଛ ଯେତେବେଳେ କହିଛି କି ତମେ ଏତେ ଆଡେ ବୁଲୁଛ ମତେ ଟିକେ ମାନେ ବୁଲେଇବାକୁ ନଉନ ତାପରେ ସେତେବେଳେ କଣ ହେଇଛି ନା ମାନେ ସମ୍ପତ୍ତିଟା ଭାବିଛନ୍ତି ନାଇଁ ଆମେ ଆମ ବୁଲେଇବା ପାଇଁ ନବୁ କଣ କରୁଛନ୍ତି ଗୋଟେ ମାନେ ଛୋଟ ବାଡିରେ ମାନେ ବାଡିରେ ଏପଟ ସେପଟ ସେ କଣ କରିଛନ୍ତି ମାନେ କାମୁଡି ଧରିଛି କିଏ କଇଁଛ ମଝି ହେଲା ବାଡିର ମଝି କାମୁଡି ଧରିଛି ସେ ମାନେ ସଙ୍କଟ ବିକଟ କହିଛନ୍ତି ଗୋଟେ ଫାଷ୍ଟ ଛୋଟ ମାନେ ମାନେ ଗୋଟେ ଏକ୍ସପେରିମେଣ୍ଟ କରିବା ପାଇଁ କହୁଛନ୍ତି ଫାଷ୍ଟ ଗୋଟେ ଛୋଟ ପାହାଡ ଥିଲେ କହୁଛନ୍ତି ଆଗେ ଆମେ ଗୋଟେ ଛୋଟ ପାହାଡକୁ ନେଇକି ଦେଖିବୁ କି ଆମେ ତମକୁ ଉଠେଇ ନେଇ ପାରୁଛୁ କି ନାହିଁ ଯଦି ଆମେ ତମକୁ ଉଠେଇ ନେଇ ପାରୁଥିବୁ ତାହେଲେ ଆମେ ସବୁଆଡେ ବୁଲିବୁ ତାପରେ ସବୁ ସେ କହନ୍ତି ଯାଇକି ଯେତେବେଳେ ଛୋଟ ପାହାଡ ଉପରେ ରହିଯାଇଛନ୍ତି ସେତେବେଳେ ସବୁ ମାନେ ସେ ଯେତେବେଳେ ଫାଷ୍ଟ ଫାଷ୍ଟ ଉଡିଛି ତାକୁ ବହୁତ ଖୁସି ଲାଗିଛି କାହାକୁ କଇଁଛ ବହୁତ ଖୁସି ଲାଗିଛି ସେ ଯେତେବେଳେ ଯାଇକି ସେଇଠି ତାକୁ ଛାଡି ଦେଇଛନ୍ତି ଗୋଟେ ଛୋଟ ପାହାଡରେ ସେ ସେଉଠୁ କଣ ଅଛି ନା ପୁରା ଆଶ୍ଚର୍ଯ୍ୟ ହେଇଯାଇଛି କିଏ ମାନେ କଇଁଛ କି ମତେ ବୋଧେ ଏଇଠି ଛାଡିଦେବେ ଆଉ ତାପରେ ସେ ପଚାରୁଛି ଏଇଠି ଓହ୍ଲେଇବାର କଣ ଆବଶ୍ୟକତା ଥିଲା ସେ କହିଛି ନାଇଁ ଆମେ ତମକୁ ଏଇ କଥା କହିବା ପାଇଁ ଓହ୍ଲେଇଥିଲୁ କି ଯେ ପର୍ଯ୍ୟନ୍ତ ତମେ ଶୂନ୍ୟରେ ଥିବ ବା ଆମେ ଯେତେବେଳେ ତମକୁ ଉଡେଇ ନଉଥିବୁ ସେ ପର୍ଯ୍ୟନ୍ତ ତମେ ପାଟି ଖୋଲିବ ହେଲା କାରଣ ଦେଖ ପ୍ରଥମେ ଫାଷ୍ଟ ଫାଷ୍ଟ ଗୋଟେ ମାନେ ମାନେ ଶୂନ୍ୟରେ ଉଡିବ ନା ଯଦି ସେ ଗୋଟେ ମାନେ ଆଶ୍ଚର୍ଯ୍ୟ ହେଇକି ଯଦି ଗୋଟେ କିଛି କହିବାକୁ ଚାହୁଁଥିବ ଯଦି ଆଁ କରିଦବ ପାଟି ଏକାଥରେ ଏକାଥରେ ପୁରା ତରକାରୀ ହେଇଯିବ ସେ ସେଠୁ କହିଛନ୍ତି କି ଶୂନ୍ୟରେ ଥିଲା ଯାକେ ତମେ ମାନେ ପାଟି ଖୋଲିବ ସେ କହିଛି କଣ ଏଇ କଥା କହିବାକୁ ନିହାତି ଜରୁରୀ ଥିଲା କି ଖୋଲିବାର ସେଠୁ ସଙ୍କଟ ବିକଟ ପିଲା ଆମେ ଯଦି ନ ଓହ୍ଲେଇଥାନ୍ତୁ ତାହେଲେ ତମେ କେମିତି ଜାଣିଥାନ୍ତ ତମେ କଥା କହିବନି ବୋଲି ତାପରେ ସେଠୁ ତାକୁ କଣ କଲେ ସେଠୁ କହିଲେ ହଉ ଚାଲ ସେଠୁ ଉଡେଇ ଦେଲେ ସେତେବେଳେ ପ୍ରଥମେ ମାନେ ଟିକେ ଉଚ୍ଚକୁ ଗଲା କହିଲା ପ୍ରଥମ ଆକାଶ ମହାଚାରୀ ମୋ ନା ଇତିହାସରେ ରହିବ ସେ ଟିକେ ମାନେ ନିଜ ନିଜ ଗର୍ବ ହେଲା କଇଁଛ ସେଠୁ କିଛି ବାଟ ଯାଇଛି ଫାଷ୍ଟ ସେଠୁ କଣ ହେଇଛି ନା ମାନେ ଗାଁର ଗାଈଆଳକୁ କମିଟି ସବୁ ଗାଈ ଚରେଇବାକୁ ନିଅନ୍ତି ଜଙ୍ଗଲକୁ ସେମାନେ ଦେଖିଲେ କି ମାନେ ଆକାଶରେ ମାନେ କଇଁଛ ଉଡୁଛି ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ ହେଲା ତାପରେ ସମସ୍ତେ କହିଲେ ଛୋଟ ଛୋଟ ପିଲାମାନେ ଯେ ଗାଈ ଚରେଇବାକୁ ଯାଇଥିଲେ ସେ ସବୁ ତା ପଛରେ କଣ କଲେ ନା ତାଳି ମାରିକି ସିଏ କଇଁଛ ଯୁଆଡେ ଯୁଆଡେ ଯାଉଛି ଏ ମାନେ ଯୋଉ ଯୋଉ ଏ ପିଲାମାନେ ସିଆଡେ ଦୌଡି ଦୌଡିକିନା ଯାଉଛନ୍ତି ହେଲା। ତାପରେ ସିଏ ପୁରା ଆଶ୍ଚର୍ଯ୍ୟ ହେଇଗଲା କିଏ ନା କଇଁଛ ପୁରା ଆଶ୍ଚର୍ଯ୍ୟ ସେ ଗୋଟେ ଦେଖି ଏମାନେ ଏମିତି ଆଶ୍ଚର୍ଯ୍ୟ ହେଇକିନା ପଛ ପଛେ ଦୌଡିଲେ ହେଲା ସେମାନେ ମାନେ କଇଁଛ କଣ କରୁଥିଲା ନା ବୁଧୁ କହିଯାଉଥିଲା ତାପରେ ସେଠୁ ଆଉ ମାନେ ଠକିଦେଲା ମାନେ ଆଉ କହିଲାନି ମାନେ ତାର ମନେ ପକେଇଲା ମୁଁ ଯଦି କହିଦେବି ତାହେଲେ କହିବି ଆଉ ଯେତେବେଳେ ଗୋଟେ ନଈ ଆସିଲା ମାନେ ଫାଷ୍ଟ ଗପଟା କହିଦଉଛି ତାପରେ ପଢିଲେ ବୁଝିପାରିବ କିନ୍ତୁ ଲାଷ୍ଟ ମୋମେଣ୍ଟ ଟା ତମକୁ କହିବି କଣ ହେଲା ନାଇଁ କହିଦେଲେ ଆଉ ତମର ପଢିବାକୁ ଇଚ୍ଛା କହିବି ହେଲା ତାପରେ ସେଠୁ ନାଇଁ ଆ ଭିତରେ ବହୁତ କିଛି ଅଛି ମାନେ ପଢିଲେ ଜାଣିବ ମୁଁ ଖାଲି କହିଦଉଛି ତାପରେ ସେଠୁ ଗୋଟେ ନଈ ଆସିଛି ଯେତେବେଳେ ନଈ ଆସିଛି ଯେତେବେଳେ ନଈ ଆସିଛି ସେ ପିଲାମାନେ ସବୁ ସେଠୁ ଫେରିକିନା ପଳେଇଲେ ନଈରେ ସବୁ କିଛି ମାନେ ଲୋକ ଡଙ୍ଗାରେ ଯାଉଥିଲେ ଗୋଟେ ନୂଆ ବୋହୂ ସେ ବାହା ହେଇଛି ତା ସ୍ୱାମୀ ସମସ୍ତେ ଯାଉଛନ୍ତି ସେ ଲୋକ ଯେତେବେଳେ ଆଶ୍ଚର୍ଯ୍ୟ ହେଇଛନ୍ତି ନୂଆ ବୋହୂ କଣ ଏଠି ଗୋଡ଼ ହାତ ବସିଥିବ ଡଙ୍ଗାରେ ସବୁ ଲୋକ ବସୁଛନ୍ତି ନା ସିଏ କଣ ହେଇଛି ସବୁ ଲୋକ ଯେତେବେଳେ ଆଶ୍ଚର୍ଯ୍ୟ ହେଲେ ସେ ଆଶ୍ଚର୍ଯ୍ୟ କଥା କଇଁଛ ଉଡିଲାଣି ସମସ୍ତେ ସବୁ ତାକୁ ଅନେଇଲେ ସେ ନବବଧୂ ବି ସିଏ ବି ଅନେଇଛି ହେଲା ହଁ ସେଇ କଇଁଛ ହଁ କଇଁଛ ଉଡେଇନି ହେଲା ହଂସ ତ ଉଡେ ନା ସେ ମାନେ କଇଁଛ ଉଡେନି ସେଥିପାଇଁ ଆଶ୍ଚର୍ଯ୍ୟ ଅଳ୍ପ ବାଟ ବି ହଉନା ସେ ଉଡିପାରେ କିନ୍ତୁ କଇଁଛ ତ ଉଡିପାରେନି ସେଥିପାଇଁ କଣ କରିଛନ୍ତି ନା କହିଛନ୍ତି ଆଶ୍ଚର୍ଯ୍ୟ କଥା କଇଁଛ କଣ ଉଡୁଛି ତାପରେ ସମସ୍ତେ ଯେତେବେଳେ ଅନେଇଛନ୍ତି ସେ ନୂଆ ବୋହୂ ବି ତା ଓଢଣା ଟେକିକିନା ଚାହିଁଛି ହେଲା ତାପରେ ତା ସ୍ୱାମୀ କହିଛି ମତେ ତମେ ଏଇଟା ଆଣିକିନା ଦିଅ ତା ସ୍ୱାମୀ କଣ କରିଛି ତା ପାଖକୁ ମାନିକି ସେ ପୁରା ଠିଆ ହେଇଛି ମୁଁ ଏଇଟା ଆଣିକି ମୋ ସ୍ତ୍ରୀକି ଦେବି ଆଉ ସେ ଯେତେବେଳେ ଠିଆ ହେଇଛି ତାପରେ ଡଙ୍ଗାଟା କଣ ଚାଲୁଥିବ ଟିକେ ଭଲ ହଉଥିବ ନା
କହୁଛି ପଡିଯାଇଛି ହେଲା। ହଁ ହଁ ପଡିଯାଇଛି। ତାପରେ ସବୁ ନଈ ମାନେ ନଈ ସବୁ ସାରିଦେଲା। ତାପରେ ସବୁ ଗୋଟେ ଆସିଲା ଗୋଟେ କଣ ନା ଗୋଟେ ରାଜମହଲର ମାନେ ଯୋଉ ଶିଖର ଅଗ୍ରଭାଗଟା ପତାକା ଗୋଟେ ସେଇଟା ଦେଖାଗଲା। ତାପରେ ସେଠି ଯେମିତି ମାନେ ଉଡି ଉଡିକିନା ଯାଇଛି ସେଇ ଗାଁ ଭିତରକୁ ସେ ରାଜମହଲ ମାନେ ପାଖାପାଖି ହେଇଛି। ସେଠି ପ୍ରଜାମାନେ ସବୁ ଦେଖିକି ଯାଇକିନା କହିଲେ କାହାକୁ ନା ରାଜା ମାନଙ୍କୁ କହିଲେ କି ଆମ ରାଜ୍ୟରେ ଗୋଟେ ଆଶ୍ଚର୍ଯ୍ୟକର ଘଟଣା ବିଚିତ୍ର। ରାଜା କହିଲେ କଣ ବିଚିତ୍ର ନା ଆକାଶରେ କଇଁଛ ଉଡୁଛି। ରାଜା କଣ କଲେ ରାଜା କହିଲେ ଆଉ ଘର ମୋ ଝିଅର ଚାଲ ଛତ୍ର ଦେଖିବା କଣ ହେଲା। ସେଠୁ ଯେତେ ରାଜା ଯୋଉ ବିଦେଶୀ ରାଜଦୂତ ଜଣେ ଆସିଥିଲେ ନା ଅଲଗା ରାଜ୍ୟର ରାଜା ଆମ ରାଜ୍ୟକୁ ଜଣେ ଆସିଥିଲେ ସିଏ ରାଜା ଯୋଉ ମନ୍ତ୍ରୀ ସେନାପତି ଆଉ ଯୋଉ ପ୍ରଜା ସମସ୍ତେ କଣ କଲେ ମାନେ ଯେତେ ରାଜ୍ୟ ଦରବାରରେ ଯେତେ ଲୋକ ଥିଲେ ସମସ୍ତେ କଣ କଲେ ସବୁ ଛାତ ଉପରକୁ ପଳେଇଲେ। ଚେୟାର ମାନେ ସିଂହାସନ ଯୋଉ ଏଇଟା ଚେୟାର। ଆରେ ରାଜା ଯୁଆଡେ ଯିବେ ମାନେ ତାଙ୍କ ପଛ ପଛେ ଚେୟାର ଯିବ ସେ ଯୋଉଠି ବସିବା ମାନେ ସେଠି ବସ ରାଜା ଠିଆ ହେବେ ହେଲା। ତାପରେ ଯୋଉଠୁ ରାଜା ସବୁ ଗଲେ ହେଲା। ରାଜା ସବୁ ସେଠି ଗଲେ ଦେଖିଲେ ଏତିକି ମୁଁ କହୁଛି ଆଉ କହିବି ତାପରେ କଣ ହେଲା। ସେଇ ଲୋକଟା ସେଇ ମାନେ ଡଙ୍ଗା ଭିତରେ ତାର ମାନେ ବାଲାନ୍ସ ହରେଇକି ପଡିବ। ଏଇ ଯୋଉ ପେଜ ପଛପଟେ ଦେଇଛି ତାକୁ ଆଉ ପଢିବାନି ନା ଏକାଥରେ ଗପ ପଢିବା। ଦେଖା ହେଇନି ସବୁ ବିଷୟ ସରୋବର ଥିଲା ସ୍ୱଚ୍ଛ ଉପତ୍ୟକା ଥିଲା ସବୁଜ ଉପତ୍ୟକା କାହାକୁ କହିବେ ସେ ତ ସମୁଦ୍ର ସେଠି ନଥିଲା। ସେ ଯୋଉ ପୋଖରୀ କୂଳରେ ସବୁ ଯୋଉ ଗଛ ଗଛ ଥାଏ ସେଟାକୁ ଉପତ୍ୟକା କୁହନ୍ତି। ଉପତ୍ୟକା ଥିଲା ସ୍ୱଚ୍ଛ ଓ ସରୋବର ଥିଲା ସ୍ୱଚ୍ଛ ମାନେ ଏଇ ପୋଖରୀର ପାଣି ସ୍ୱଚ୍ଛ ନିର୍ମଳ ଥିଲା। ଉପତ୍ୟକା ଥିଲା ସବୁଜ ବା ସେ ଯୋଉ କୂଳରେ ଯୋଉ ସବୁ ଗଛ ଗଛ ଥିଲା ଯୋଉ କଣ ନା ପୁରା ସବୁଜରେ ପରିପୂର୍ଣ୍ଣ ଥିଲା। କିନ୍ତୁ ଉଚ୍ଚାଭିଳାଷୀ କମ୍ବୁକୀର୍ତ୍ତକୁ ସେ ପରିବେଶ ସନ୍ତୁଷ୍ଟ କରିପାରୁନ ମାନେ ଏତେ ସୁନ୍ଦର ପାହାଡ ଗଛ ସବୁ ଥାଇକି ବି କିନ୍ତୁ ସେ ମାନେ କଇଁଛଟା ମାନେ ଅସନ୍ତୁଷ୍ଟ ଥିଲା ମାନେ ତାକୁ ସେ ପରିବେଶ ତାକୁ ସନ୍ତୁଷ୍ଟ ଲାଗୁନଥିଲା। କମ୍ବୁକୀର୍ତ୍ତ ହଉଛି ଲେଖା ହେଇଛି କମ୍ବୁକୀର୍ତ୍ତ ହେଲା କଇଁଛ ନା ଦିଗନ୍ତ ପ୍ରତି ଦୃଷ୍ଟି ପ୍ରସାରିତ କରି ସେ ଛାଡୁଥିଲା ଦୀର୍ଘ ନିଶ୍ୱାସ। ଦିଗନ୍ତ ପ୍ରତି ମାନେ ଏ ଯୋଉ ନା ନା ସିଏ ତ ତଳେ ନା ସେ ମାନେ ପୋଖରୀରେ ଥାଏ। ଦିଗନ୍ତ ପ୍ରତି ମାନେ ଆକାଶକୁ ଅନେଇକି ମାନେ ସେ ଦୀର୍ଘ ନିଶ୍ୱାସ ଛାଡୁଥିଲା କଣ ପାଇଁ ଛାଡୁଥିଲେ ନା ଦୂର ପର୍ବତ ଶ୍ରେଣୀ ସେପାରିସ୍ତାଏ ଦୂର ପର୍ବତ ଶ୍ରେଣୀ ସେପାରିସ୍ତ ସରୋବର ମାନ କେତେ ସ୍ୱଚ୍ଛତର ଓ ଉପତ୍ୟକା ମାନ କେତେ ସବୁଜତର ହୋଇନଥିବ ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ନିଜକୁ ଧିକ୍କାର କରୁଛି। ମାନେ ସିଏ ମାନେ ଦେଖ ସେ ସୀମିତ ଗୁଡା ପରିବେଶ ଭିତରେ ସବୁଦିନ ପାଇଁ ରହୁଥିଲା। ସେ ମାନେ ଭାବୁଥିଲା କି ମୁଁ ଯଦି ବିହଙ୍ଗଟେ ହେଇଥାନ୍ତି ବିହଙ୍ଗ ମାନେ କଣ ମୁଁ ଯଦି ପକ୍ଷୀଟିଏ ହେଇଥାନ୍ତି ତାହେଲେ ଏ ଦୁନିଆର ଯେତେ ସବୁ ମାନେ ଗଛ ଲତା ବା ମାନେ ପାହାଡ ସେପାରିରେ ଯୋଉ ଅଛି ତାର ଯୋଉ ସଙ୍କଟ ବିକଟ ସାଙ୍ଗଙ୍କର ଯୋଉ ମାନେ ସରୋବର ଅଛି ସିଏ ବି କେତେ ସ୍ୱଚ୍ଛ କେତେ ନିର୍ମଳ ନ ହେଇଥିବ କିନ୍ତୁ ମୁଁ ଯଦି ମାନେ ମୁଁ ଗୋଟେ ଛୋଟ ସାମାନ୍ୟ ଗୋଟେ ମାନେ ନିଚ ଚାଷ କରିକି ମୁଁ କିଛି ଦେଖିପାରୁନି ଯଦି ମୁଁ ଗୋଟେ ବିହଙ୍ଗ ହେଇଥାନ୍ତି ତାହେଲେ ଆକାଶରେ ଉଡି ଉଡିକିନା ସବୁ ଦୁନିଆକୁ ମୁଁ ଅନୁଭବ କରିଥିଲି। ସେଥିପାଇଁ ସେ ମାନେ ସେଇ ସରୋବର ଭିତରେ ରହୁଥିଲା ବୋଲି ତାକୁ ମାନେ ନିଜକୁ ଭଲ ଲାଗୁଥିଲା ହେଲା। ମାନେ ନିଜକୁ ସେ ଧିକ୍କାର କରୁଛି କି ମୁଁ କାହିଁକି କଇଁଛ ଜନ୍ମ ପାଉଛି। ସମୟ ସମୟରେ କୂଳକୁ ଉଠିଯାଇ ସେ ମୃଦୁ ସମୀରଣରେ ବିଚରଣ କରୁଥାଏ। ମୃଦୁ ସମୀରଣ ମାନେ ଯୋଉ ସେ ଯୋଉ କୂଳକୁ ଉଠି ଯାଉଥିଲା ଯୋଉ କୂଳ ଥାଏ ଆମର ଯୋଉ ପୋଖରୀ ସବୁ କୂଳ ନଥାଏ ଯୋଉଠି ଲୋକମାନେ ଗାଧୁଆ ପାଧୁଆ କରନ୍ତି ଜାଣିନ
ହେଲା ସେ ସେଇଠି ଉଠି ଯାଇକି ସେ ଯୋଉ ହାତ ଗାଲିଚା ହେଇଥାଏ ସେଠି କଣ କରେ ନା କିଛି ସମୟ ବୁଲାବୁଲି କରେ କଇଁଛି ମୃଦୁ ସମୟ ଆସ୍ତେ ଆସ୍ତେ ଧୀରେ ଧୀରେ ପବନ ହଉଥିବ ସମୀର ଅର୍ଥ କଣ ସମୀର ପବନ ମୃଦୁ ସମୟ ଆସ୍ତେ ଆସ୍ତେ ପବନ ହଉଥାଏ ହେଲା ବିଚରଣ କରୁଥାଏ କେତେବେଳେ ଲତା ପତ୍ର ଦେହରୁ ସ୍ଥିତିର ବିନ୍ଦୁଟିଏ ଚାଟିଟିଏ କେତେବେଳେ ଘାସ ଫୁଲଟିଏ ଚୋବାଇ ପକାଏ ମାନେ ସେ ଯେତେବେଳେ ମାନେ ବୁଲେ ସେତେବେଳେ ଦେଖିନା ମାନେ ଯେତେବେଳେ ଖରା ମାନେ ଶୀତ ଦିନ ହଉ ମାନେ ଯୋଉ ଗଛ ଉପରେ ବା ଯୋଉ ଦୁବ ଉପରେ ସବୁ ମାନେ କାକର ପଡିଥାଏ କାକର ପଡେ ନଥାଏ ଜାଣିନ ଯେତେବେଳେ ଛୋଟ ଛୋଟ ମାନେ ପାଣି ଭଳିଆ ପଡିଥିବ ସେ ଯେତେବେଳେ ଯାଇକିନା ବୁଲାବୁଲି କରେ କଣ କରେ ନା ତା ଭିତରୁ ମାନେ ସେଇ ଯୋଉ କାକର ବିନ୍ଦୁକୁ ଚାଟିକିନା ଖାଇଦିଏ ବା ସେ ଯୋଉ ତା ଭିତରେ ଯୋଉ ଛୋଟ ଛୋଟ ସବୁ ମାନେ ପୋକ ମାନେ ଥାନ୍ତି ତାକୁ ବି ଖାଇଦିଏ ହେଲା ବେଙ୍ଗ ମାନେ ଯୋଉ ଜନ୍ଦା ଖାଇବାକୁ ଦେଖିଛୁ ପୁରା ବେଙ୍ଗର ଯୋଉ ଜୀବ ପୁରା ଏତିକି ଲମ୍ବା ହେଲା ପୁରା ଏମିତି ଜୀବ ବାହାର କରିଦବ ସେ ଯଦି ଏଠି ବି ଥିବ ଯୋଉ ଏତେ ଦୂରରେ ଯଦି ଥିବ ପୁରା ସଟକିନା ଯେମିତି ଟାଣି ଆଣିବ ଯେମିତି ଲୁହା ଚୁମ୍ବକ ଭଳିଆ ଇଏ ଆଉ ଝିଣ୍ଟି ପିଟି ଭଲ ଖାଉଛି ଖାଏ ওটা পক্ষী ବି ଖାଏ ଛାଇ ତାକୁ ବି ଖାଏ ତାକୁ ବେଶୀ ଖାଏ ତାମାନେ କିନ୍ତୁ ଦୂର ଦୂରାନ୍ତର ଅଜଣା ଜାଣିବାର ଏ ପିଲାମାନେ ପିପାସା କଣ ଖାଇବାର ଇଚ୍ଛା ନାଇଁ ଏଇଟା ହଉଛି ପିପାସା ହଉଛି ପିଇବାର ସେଇଟା ହଉଛି ତେଷ୍ଟା ତମର ଅଛି ପିଲାମାନେ ଏକତ୍ରୀକରଣ କରିଛି ଦେଖ କିଛି ଦୂର ଦୂର ଥାଏ ଦେଖ ଦୂର ଦୂରାନ୍ତର ଅଜଣାକୁ ଜାଣିବାର ପିପାସା ସେଥିରେ ପଡେ ସିନା କିନ୍ତୁ କମେ ନାହିଁ ମାନେ ସେ କହୁଛି କି ଆମକୁ ଯେତେବେଳେ ଜୋର ମାନେ କଣ ଦେଖ ସେଇଟା କହୁଛି ଦେଖ ଆମକୁ ଯେତେବେଳେ ଜୋର ଶୋଷ କରୁଥିବ ସେତେବେଳେ ପାଣିର ମୂଲ୍ୟଟା ଆମେ ବୁଝିପାରୁଛୁ ମାନେ ଜୋର ଯେତେବେଳେ ଶୋଷ କରୁଥିବ ପାଣି ଦିଅନ୍ତି ମାନେ ସେମିତି ମାନେ ତାର ମାନେ ଉଡିବାର ଆଉ ଦେଶ ବିଦେଶ କଥା ଜାଣିବାର ମାନେ ବହୁତ ମାନେ ସିଏ କହିଛି କି ଆମର ଯଦି ଶୋଷ ହେଲା ଆମକୁ ଯଦି ମାନେ ପାଣିର ମୂଲ୍ୟ ଟା ଆମେ ବୁଝୁ ସେ ସେମିତି ମାନେ ତାର ଜାଣିବାର ବହୁତ ଇଚ୍ଛା ତାପରେ ଦେଖ ଥରେ ଥରେ ସେ ଆଖି ବୁଝି ବିମୁକ୍ତ କଳ୍ପନା ଲୋକରେ ଦେଖେ ଦେଖ ମାନେ ଯେତେବେଳେ ମାନେ ସେ ଯେତେବେଳେ ବୁଲାବୁଲି କରୁଥିବ ବାହାରେ କୋଉଠି ମାନେ ସେ ଯୋଉ ମୃତ୍ୟୁ ସମ୍ମିଳନରେ ସେ ଯୋଉ ଗାଲିଚାରେ ସେତେବେଳେ ସେ ବେଳେ ବେଳେ ଆଖି ବୁଝିକିନା ତାର କଳ୍ପନା ଲୋକରେ ଭାବେ ଯେମିତି ମାନେ ଦେଖିବ ଜଣେ ଜଣେ କବି କୁହନ୍ତୁ କି ମାନେ ଗୋଟେ ମାନେ ଯିଏ ଲେଖା ଲେଖି କରନ୍ତି ସେ ପ୍ରାୟ ଟାଇମ ସବୁ ସାଇଲେଣ୍ଟ ହେଇକି କଣ ଗୋଟେ ଭାବୁଛି କି ଆଖି ବୁଝିକିନା କିଛି ଗୋଟେ ଅନୁଭବ କରୁଛି ନାଇଁ ସେମିତି କଇଁଛ ବି ଦିନେ କଣ କଲା ନା ମାନେ ଅନୁଭବ କଲା ମାନେ କଳ୍ପନା ଉପରେ ମାନେ ସେ ମନେ ମନେ ଭାବିଲା ଆଖି ବୁଝି କଳ୍ପନା ଲୋକରେ ଦେଖେ ତ ଭଳି କି ଭଳି ଅଜବ ଦୃଶ୍ୟ ମାନେ ସେ କହୁଛନ୍ତି କି ମାନେ କଇଁଛ ବି ମାନେ ଧୀରେ ଧୀରେ ମାନେ ଆଖି ବୁଝିକିନା ସେ ତାର ମାନେ ବହୁତ ଅଜବ ଦୃଶ୍ୟକୁ ସେ ଅନୁଭବ କରେ କି ଏଇଟା ଯଦି ହେଇଥାନ୍ତା ସେଇଟା ହେଇଥାନ୍ତା କଣ ତା ଭିତରୁ ନା ଗୀତ ବୋଲି ପାରୁଥିବା ଗଛ ଲତା ଗୀତ ବୋଲି ପାରୁଥିବା ଗଛ ଲତା ମାନେ ଯେତେବେଳେ ପବନ ବହୁତ ଜୋରସେ ହୁଏ ସେତେବେଳେ ଦେଖୁଛ ମାନେ ଗୋଟେ ମାନେ ଅଲଗା ପ୍ରକାର ସାଉଣ୍ଡ ଆସେ ସେଇଟାକୁ ସେ କହିଛି କି ଗଛ ଲତାର ମାନେ ଗୀତ ବୋଲି ପାରୁଥିବା ଗଛ ଲତା ମେଘମାଳା ଭିତରୁ ସିଧାସଳଖ ଝରି ଆସୁଥିବା ସାତ ରଙ୍ଗୀ ନଦୀ ମାନେ ଯେତେବେଳେ ପ୍ରବଳ ବର୍ଷା ହୁଏ ସେତେବେଳେ କଣ ପାଣି ସୁଅଟା ଯୁଆଡେ ମାନେ ଖାଲ ଥିବ ସିଆଡକୁ ଯେମିତି ମାନେ ନଦୀ ଭଳିଆ ବହି ଚାଲୁଛି ହେଲା ତା କଥା ବି ସେ ଭାବିଛି କୋଉଥିରେ ମାନେ ତାର କଳ୍ପନା ରୁ ହଁ ତାପରେ କଣ ଭାବିଛି ନା ପ୍ରଶସ୍ତ ସଦନରେ ଏକତ୍ରିତ ସ୍ଥାନାନ୍ତରିତ ନର ବା ବାନର ମଧ୍ୟରେ ଲାଙ୍ଗୁଳର ଉପଯୋଗିତା ସମ୍ପର୍କରେ ତର୍କ ସଭାଇ ଏଇଟା କଣ କହିଛନ୍ତି ନା ସେ କହିଛନ୍ତି ଏଇ ଶୁଣ କି ଆମର ପୂର୍ବ ପୁରୁଷ ମାନେ କିଏ ଥିବ ଆମର ଯେତେବେଳେ ଗୋଟେ ଇତିହାସ ପରେ ଦେଖୁଥିବ କି ଆମର ଆମେ କେମିତିଆ ମଣିଷ ଥିଲେ ଲାଷ୍ଟ ମାନେ ବଣ ମଣିଷ ଏମିତି ଯୋଉ ହେଇଛନ୍ତି ସେ କହିଛନ୍ତି କି ମାନେ ଭଗବାନ ଯେତେବେଳେ ମାଙ୍କଡ ରୂପରେ ମାନେ ମାଙ୍କଡକୁ ଗଢିଥିଲେ କି ମାଙ୍କଡର ଲାଙ୍ଗୁଡର ଉପକାରିତା କଣ ମାନେ ଯେତେବେଳେ ସେ ଭାବୁଛି
କି ମାନେ ମାଙ୍କଡ ବି ସେମାନେ କି ମାନେ ଏତେ ସରୁଆ ଡାଳ କିଛି ଛୁଇଁକିନା ଯାଇପାରେ ମାନେ ତାର ଲାଙ୍ଗୁଡର ଉପସ୍ଥିତ କଣ ମାନେ ସେ ନିଜକୁ ନିଜ ପ୍ରଶ୍ନ କରେ। ତାପରେ ଦେଖୁ ପ୍ରତି ବର୍ଷ ବର୍ଷା ଋତୁ ସମାଗତ ହେଲେ ବର୍ଷା ଋତୁ ସମାଗତ ହେଲେ ସଙ୍କଟ ବିକଟ ସେଇ ତାର ସାଙ୍ଗ ଦି ଜଣଙ୍କ ନାଁ ହଉଛି ସଙ୍କଟ ବିକଟ ମନେ ରଖିବ କଞ୍ଚ ନା କଣ ସମ୍ମୁଖୀନ ତ ସାଙ୍ଗ ଦି ଜଣଙ୍କ ନାଁ ସଙ୍କଟ ବିକଟ ନା କି ଦେଖ ନାମକ ଦୁଇ ଗୋଟି ହଂସ ସେ ସରୋବରରେ ଉପନୀତ ହେଉଥିଲେ ମାନେ ପ୍ରତିବର୍ଷ ବର୍ଷା ଦିନେ ସେ କମ୍ଭୁଗିରିଙ୍କ ପାଖକୁ ସଙ୍କଟ ବିକଟ ତା ସାଙ୍ଗମାନେ ଆସନ୍ତି ହେଲା ବୁଲିବାକୁ ପର୍ବତ ଶ୍ରେଣୀ ସେପାରିତ ଏକ ବୃହତ୍ତର ସରୋବରକୁ ଯିବା ମାତ୍ରେ ସେମାନେ ସେଠାରେ ସପ୍ତାହେ ବିଶ୍ରାମ କରୁ ମାନେ ଯେତେବେଳେ ହଂସମାନେ ଅଲଗା ପୋଖରୀକି ମାନେ ବୁଲିବା ପାଇଁ ଯାଆନ୍ତି ସେତେବେଳେ ମାନେ ଏଇ ପୋଖରୀ ଦେଇକିନା ଯାଆନ୍ତି ଯୋଉଠି କମ୍ଭୁଗିରି ରହୁଥିଲା ସେଇ ବାଟ ଦେଇକିନା ଯାଆନ୍ତି ତ ସେଇ ସରୋବରରେ ସେ ସପ୍ତାହେ ରେଷ୍ଟ ନିଅନ୍ତି ହଁ ଗୋଟେ ସପ୍ତାହ ରେଷ୍ଟ ନିଅନ୍ତି ହେଲା ତାପରେ ଦେଖ ଗଭୀର ଆଗ୍ରହ ସହକାରେ କମ୍ଭୁଗିରିର ସେମାନଙ୍କ ଆଗମନକୁ ଅପେକ୍ଷା କରୁଥିଲା ହେଲା ମାନେ ଅପେକ୍ଷା କଣ ନା କୋଉ ଦିନ ବର୍ଷକରେ ଥରେ ମାନେ ବର୍ଷା ଦିନ ଆସିବ ଆଉ ମୋ ସାଙ୍ଗ ଦି ଜଣ ଆସିବ କାରଣ ସେ ସବୁବେଳେ ଏକା ରହିଥାଏ ନା ହଂସ ଯୁଗର ପଛକର ଅନୁଷ୍ଠାନ ମାନେ ଏଟା ହଉଛି ଅନୁସନ୍ଧାନ କରିବାର ଇଚ୍ଛା ଅନୁସନ୍ଧିତ୍ସା ହେଲା ଅନୁସନ୍ଧିତ୍ସା ସମ୍ପର୍କରେ ଅବହିତ ଥିଲେ ମାନେ ସିଏ ହଂସ ମାନେ ଇଏ ଯେତେବେଳେ ମାନେ ଯେତେବେଳେ ବର୍ଷା ଦିନ ଆସେ ସିଏ ଯେତେବେଳେ ଖାଲି ମାନେ ଅନୁସନ୍ଧାନ କରୁଥାଏ ମାନେ ବର୍ଷ ସାରା କି ମାନେ କୋଉ ଦିନ ବର୍ଷା ଦିନ ଆସିବ ମୋ ସାଙ୍ଗମାନେ ଆସିବେ ମାନେ ତାଙ୍କର ଇଏ ଯୋଉ କଥା ଭାବୁଥାଏ ସେଇ କଥା ବି କିଏ ଜାଣିଥାନ୍ତି ନା ହଂସ ଦିଶା ବି ଜାଣିଥାନ୍ତି କି ଆମ ଅପେକ୍ଷାରେ କିଏ ଥିବ ନା କମ୍ଭୁଗିରିବ ଆମ ଅପେକ୍ଷାରେ ହେଲା ତାପରେ ଦେଖ ତେଣୁ ଦୂର ଦୂରାନ୍ତର କାହାଣୀ ଶୁଣାଇ ତାର ମନୋରଞ୍ଜନ କରିବା ନିମନ୍ତେ ସେମାନେ ଦୈନିକ ଘଣ୍ଟାଏ ଦୁଇଟି ଘଣ୍ଟା ସମୟ ଦେବାରେ କାର୍ପଣ୍ୟ କରୁଛନ୍ତି ମାନେ ପ୍ରତ୍ୟେକ ଦିନ ଯୋଉ ସପ୍ତାହେ ରୁହନ୍ତି ପ୍ରତ୍ୟେକ ଦିନ କଇଁଛକୁ ଘଣ୍ଟାଏରୁ 2 ଘଣ୍ଟା ତାକୁ ଗପ ମାନେ ସବୁ ମାନେ ବିଭିନ୍ନ ଗପ ସବୁ କହିକିନା ତାକୁ ଶୁଣାନ୍ତି ଗପ ମାନେ କୃପଣ କୃପଣ ଜାଣିଛନ୍ତି କୃପଣ ମାନେ ଯିଏ ମାନେ କଞ୍ଜୁସ ସେ ଚାହିଁଥିଲେ ତ ଘରକୁ ପଳେଇଥାନ୍ତେ କିନ୍ତୁ ସେଇ ଯୋଉ ଘଣ୍ଟେ କି 2 ଘଣ୍ଟା ସେ ସେମିତି ତାଙ୍କୁ ମାନେ ଗପ କହୁ ସେଥିପ୍ରତି ସେ କୃପଣ ହଉଛି ତାପରେ ଦେଖ ସେମାନଙ୍କ ଭିତରେ ବନ୍ଧୁତା ଯଥେଷ୍ଟ ଦୃଢୀଭୂତ ହେଲା ପରେ କି ଦିନେ କମ୍ଭୁଗିରିଙ୍କ ସେମାନଙ୍କ ସହିତ ପର୍ବତ ସେପାରିତ ସରୋବରକୁ ଯିବାକୁ ଇଚ୍ଛା ପ୍ରକଟ କଲା ଦେଖ ସେ ଯେତେବେଳେ ସେ ସପ୍ତାହେ ରହିକିନି ଦିନକୁ ଘଣ୍ଟାଏ 2 ଘଣ୍ଟା ଲେଖା ଗପ କୁହନ୍ତି ମାନେ ମିଶିକିନା ରୁହନ୍ତି ବହୁତ ସାଙ୍ଗ ହେଇଯାନ୍ତି ଯେତେବେଳେ ବହୁତ ସାଙ୍ଗ ହେଇଯାନ୍ତି ସେତେବେଳେ ଆଉ ମାନେ ଛାଡିବାକୁ ଇଚ୍ଛା ହୁଏ ନା କାହାର କମ୍ଭୁଗିରିଙ୍କର ଛାଡିବାକୁ ଇଚ୍ଛା ହୁଏ ତାପରେ ସବୁ ମାନେ କଣ ଇଚ୍ଛା ହୁଏ କି ମାନେ ସେମାନେ ତ ଏଇ ମାନେ ମୋ ସରୋବରକୁ ଆସି ପାରୁଛନ୍ତି କମ୍ଭୁଗିରିକୁ ଯୋଉ ସରୋବର ରହୁଥିଲା କିନ୍ତୁ ମୋର ଭାରି ଇଚ୍ଛା ହଉଛି କି ମୋ ସାଙ୍ଗମାନେ ଯୋଉ ସରୋବର ରହୁଛନ୍ତି ସେଇ ସରୋବରଟାକୁ ଟିକେ ଦେଖନ୍ତି ସେ ମାନେ ନିଜ ମାନେ ଜାଣିବା ପାଇଁ ମାନେ ଆଗ୍ରହ ପ୍ରକାଶ କରୁଛି ଯିବା ପାଇଁ ପ୍ରସ୍ତାବର ବିଜ୍ଞତା ସମ୍ପର୍କରେ ଯଥେଷ୍ଟ ସନ୍ଦେହ ଥିବା ସତ୍ତ୍ୱେ ମୁକ୍ତଦୁର ପ୍ରଥମେ ଅର୍ଦ୍ଧକୋଷ ପଥଯାଏ ଏକ ପରୀକ୍ଷାମୂଳକ ପଦକ୍ଷେପ ନେବା ନିମନ୍ତେ ରାଜି ହେଲେ ତାଙ୍କୁ ସେ କହିଲା କି ତମେ ତ ପର୍ବତ ସେପାରିସ୍ତରେ ରହୁଛ ସରୋବରରେ ମତେ ଟିକେ ସେ ସରୋବରକୁ ନବ ମୁଁ ଟିକେ ବୁଲି ଆସିବି ତାପରେ ସେଠୁ ଇଏ କଣ କଲେ ନା ଇଏ ଆଉ ମନା କରିନାହାନ୍ତି ଇଏ କହିଲେ ଆମେ ଗୋଟେ ମାନେ ଛୋଟ ମାନେ ଅର୍ଦ୍ଧ ବର୍ଷ ମାନେ ହେଲା ଅର୍ଦ୍ଧବର୍ଷ ବାଟକୁ କଣ କଲେ ନା ଉଡେଇ ଯିବେ ନେବେ ଗୋଟେ ଛୋଟ ପାହାଡ ଉପରେ ମାନେ ତାକୁ ଦେଇକିନା ରଖିବେ ଆଗକୁ ବସିବେ ପରୀକ୍ଷାମୂଳକ ମାନେ ଯାହାବି ଆମର ଗୋଟେ ମାନେ ଆଜି ଗୋଟେ ବଡ କାର୍ଯ୍ୟ ହବ ଆଜି ଗୋଟେ ଛୋଟ ହେଇକିନା ମାନେ ତମର ଯେମିତି ଗୋଟେ ପରୀକ୍ଷା ହବାକୁ ତା ପୂର୍ବରୁ ତମେ କେତେ ପରୀକ୍ଷା ଦଉଛ ଟେଷ୍ଟ ପାଇଁ କି ତାର ମାନେ ରେଜଲ୍ଟ କଣ ହବ ସେମିତି ସିଏ ଆଗେ କଣ କରିବ ହଠାତ୍ ଉପରକୁ ଉଠେଇ ଦେବେ ନା ଯଦି ମଣିଷ କରିବେ ତାପରେ ଦେଖ ବିକଟ ଓ ସଙ୍କଟ କାମୁଡି ଧରିଲେ ଖଣ୍ଡିଏ କାଠିର ଦୁଇଟି ପ୍ରାନ୍ତ ହେଲା ଗୋଟେ କାଠିର
ଏପଟରୁ ଜଣେ ସେପଟରୁ ଜଣେ ଧରିବେ। ଆଁ? କାଠିର ମଧ୍ୟଭାଗକୁ କାମୁଡି ଧରିଲା କମ୍ବୁଡିବ ହେଲା, ଏପଟ ସେପଟ ଦିଟା ହଂସ ଆଉ ମଝିରେ ଟିକେ କାମୁଡି ଧରିଲା କମ୍ବୁଡି। ତାପରେ ସେମାନେ ଶୂନ୍ୟକୁ ମାନେ ଆସ୍ତେ ଆସ୍ତେ ଏହି ପ୍ରଣାଳୀରେ ଅର୍ଧକୋଷ ଅତିକ୍ରମ କରି ସେମାନେ ଏକ ଅନୁଚ୍ଚ ପାହାଡ ଉପରେ ଅବତରଣ କଲେ। ଅନୁଚ୍ଚ ମାନେ ଛୋଟ ପାହାଡ ଉପରେ ଯାଇକିନା ସେଠି ଯାଇକିନା ଓହ୍ଲେଇଲେ। ପରୀକ୍ଷା ସଫଳ। ମୃଦୁହାସ୍ୟ ସହକାରେ ବ୍ୟକ୍ତ କଲା ବିକଟ କହିଲା କଣ ନା ଆମ ପରୀକ୍ଷା ସଫଳ ହେଇଛି। ଏଇଟା ବି ଗୋଟେ କ୍ୱେଶ୍ଚିନ୍ ଅଛି, ପରୀକ୍ଷା ସଫଳ ବୋଲି କିଏ କହିଥିଲା? ବିକଟ କହିଥିଲା। ଦେଖ ଏଥର ବନ ପର୍ବତ ନଗର ଜନପଥ ଉପର ଦେଇ ନିରବଚ୍ଛିନ୍ନ ଗତିରେ ଉଡି ଯିବାକୁ ପଡିବ। ଶୂନ୍ୟରେ ଥିବା ଯାଏ ମୁହ ଖୋଲିବ ନାହିଁ ଦେଇ ସଙ୍କଟ କମ୍ବୁକଙ୍କୁ ଚେତାଇ ଦେଲା ହେଲା। କଣ ହେଲା? କହି ଦେଖୁନ ସିଏ ମୋ କଥା ଶୁଣିଲେ ବି କିଛି ନାହିଁ, ଗପଟା ଶୁଣିଲେ ହିଁ ମନେ। ତମେ ବୁଝିପାରୁଛ କଣ କରୁଛ? ହଁ ଦେଖ ତାପରେ କଣ ହେଇଛି ନା ଯୋଉ ବିକଟ କହିଲା କିଏ ନା ସଙ୍କଟ କହିଲା ତାକୁ ମାନେ